ଖାଇ ଶୋଇଛ ହେ ଛପନ ପଉଠି, ଖାଇ ଶୋଇଛ ହେ ଛପନ ପଉଠି, ଥରେ ପଚାରିଥିଲି ତମେ କୋଉଠି? ରଚନା ସ୍ଥାପନା ବିନାଶରେ ତମେ ତ ସବୁଠି। ରଚନା ସ୍ଥାପନା ବିନାଶରେ ତମେ ତ ସବୁଠି। ପ୍ରତ୍ୟକ୍ଷତା ପାଇଁ ନିମିତ୍ତ କରାଇ ଖୋଜି ଆଣୁଛ କାହାକୁ କେଉଁଠି। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ମୁଁ ସସ୍ମିତା ପଣ୍ଡା ମୋ ଚ୍ୟାନେଲ ଦ ହାର୍ଟ ଟେକରକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ସକାଳୁ ଉଠିଲା କ୍ଷଣି ଏ ଯେଉଁ ରାତିରେ ଖାଇ ପିଇ ଶୋଇକି ଆରାମରେ ଉଠିଥିବା ଏ ଶରୀରକୁ ମନଟା କ'ଣ ଡାଉନଲୋଡ଼ ନ କରାଏ। ଛକିକି ବସିଥାଏ କେମିତି ଉଠିବ ଆଉ ତାକୁ କିଛି ମନରେ ପକାଇବି। ସୂର୍ଯ୍ୟଙ୍କୁ ପ୍ରଣାମ କରୁ କରୁ ହଠାତ୍ କାହିଁକି ମନରେ ପଡ଼ିଗଲା କାଲିର କଥା। ମୋବାଇଲ ଖରାପ ହେଇଯାଇଛି, ତେଣୁ ଯିବାକୁ ପଡ଼ିବ ମୋବାଇଲ ଦୋକାନକୁ। ବନ୍ଦ ଛକରେ ଯାଇ ଟେମ୍ପୋ ଷ୍ଟାଣ୍ଡରୁ ମୁଁ ଯାଇକି ପହଞ୍ଚିଲା ପରେ ମୋତେ ଟେମ୍ପୋ ବାଲା କହିଲା, ଦିଦି କୁଆଡ଼େ ଯିବେ? ମୁଁ କହିଲି ମେଡ଼ିକାଲ ପାଖକୁ ଯିବି। ହେଲେ ବସନ୍ତୁ ବସନ୍ତୁ, ଏଇଖିଣା ଛାଡ଼ିବ। ମୁଁ ସେଇଠୁ ଟେମ୍ପୋକୁ ଅନେଇଲି, ଆଗରୁ 2-4 ଜଣ ବସିଛନ୍ତି। ଯାହା ହଉ ମୋତେ ସାଇଡ଼ କରି ବସେଇକି ଟେମ୍ପୋ ଚାଲିଲା। ମୁଁ ଯାଇକି ମେଡ଼ିକାଲ ପାଖରେ ଓହ୍ଲେଇଲି। ମୋ ସାଙ୍ଗରେ ଆଉ ଜଣେ ମାଉସୀ ଥିଲେ, ସିଏ ବି ଓହ୍ଲେଇଲେ। ମୁଁ ତାଙ୍କୁ 20 ଟଙ୍କା ଟେମ୍ପୋ ବାଲାକୁ ଦେଇକି ମୋବାଇଲ ଦୋକାନକୁ ଅନେଇଲି। ମାଉସୀ ଜଣକ, ତାଙ୍କ ପାଖରେ ହୁଏତ ଚେଞ୍ଜ ନଥିଲା, ସେ 15 ଟଙ୍କା ଦେଇକି ଆଉ 5 ଟଙ୍କା ତାଙ୍କ ପର୍ସରୁ ଖୋଜିବାକୁ ଆରମ୍ଭ କଲେ। ମୁଁ ତାଙ୍କୁ ଅନେଇଲି। ମୁଁ ଭାବିଲି ବୋଧେ ମାଉସୀ ମେଡ଼ିକାଲରେ ଆସିଛନ୍ତି, ହୁଏତ ତାଙ୍କ ପାଖରେ ଥିବ ନଥିବ, କାହିଁକିନା ମେଡ଼ିକାଲ ଆଗରେ ଓହ୍ଲେଇଛନ୍ତି। ତେଣୁ ମୋର ଟିକେ ଦୟା ଆସିଲା। ତେଣୁ ମୁଁ କହିଲି, ମାଉସୀ ଆଉ ବ୍ୟସ୍ତ ହୁଅନି, ମୁଁ 5 ଟଙ୍କା ଦେଇଦେଉଛି। ଏହା କହି ମୁଁ ତାଙ୍କୁ 5 ଟଙ୍କା ଟେମ୍ପୋ ବାଲାକୁ ଦେଇକି ମୋବାଇଲ ଦୋକାନ ଭିତରକୁ ପଶିକି ମୁଁ ମୋବାଇଲ ଦେଲି। ମୁଁ କହିଲି, ଦେଖନ୍ତୁ ତ କାହିଁକି ଭଲ ପିକ୍ଚର ଆସୁନି ମୋ ମୋବାଇଲରେ। କିନ୍ତୁ ସିଏ ଦେଖିଲେ, ଏଇସବୁ ଦେଖା ଦେଖି ହେଉଛି ମୋବାଇଲଟା। ଏଇ ସମୟରେ ଦେଖିଲି, ଅନୁଭବ ହେଲା ମୋତେ ପଛପଟରେ କିଏ ଛୁଉଁଛି। ତେଣୁ ମୁଁ ବୁଲିକି ଅନେଇଲା ବେଳକୁ ସେଇ ମାଉସୀ। ମୁଁ କହିଲି, ମାଉସୀ କ'ଣ ହେଲା, କ'ଣ ଦରକାର କି? କହିଲେ ତମ 5 ଟଙ୍କା। ସେଠୁ ମୁଁ କହିଲି, ହସିଲେ। ମୁଁ କହିଲି, 5 ଟଙ୍କା ଦେବା ପାଇଁ ଆସିଲେ ନା? କହିଲେ, ମା ତୁ ଜାଣିନୁ, ଏ ଅଛି ତ କାହାର ଧାରୁଆ ହୁଅନି, ନହେଲେ ଏଇ 5 ଟଙ୍କାକୁ ସୁଝିବା ପାଇଁ ମୋତେ କେତେ ଜନ୍ମ ଲାଗିଯିବ। ଆଉ କ'ଣ କ'ଣ ହବ କରିବି ମୁଁ ଜାଣିନି। କେହି ଜାଣେ ତ ବାଡ଼ିର ବାଇଗଣ ଗଛ ହେଇକି ଯଦି ମୁଁ ସୁଝେ। ତେଣୁ ମୁଁ ଅନେଇଲି ସେ ମାଉସୀକି। ଦର୍ଶକ ବନ୍ଧୁ, ଏଇ କଳି ଯୁଗରେ ଏଭଳି ଲୋକ ବି ଅଛନ୍ତି, ଯିଏକି ଅନ୍ୟ ପାଖରେ ଧାରୁଆ ହେବା ପାଇଁ ଡରୁଛନ୍ତି। ଏମିତି ଲୋକ ଖାଇ ଦେଇକି ଗାଡ଼ିରେ ହାତ ପୋଛି ଦେଉଛନ୍ତି, କାହା ଗଳା କାଟିକି ମଣିଷ କ'ଣ ନ କରୁଛନ୍ତି, ମାନେ ବୋକା ବନେଇ ଦେଉଛନ୍ତି 2 ମିନିଟରେ। ସତରେ ଏଭଳି ଲୋକ ନଥିଲେ, ଧର୍ମ ନଥିଲେ କ'ଣ ଏ ଦୁନିଆରେ ଚନ୍ଦ୍ର ସୂର୍ଯ୍ୟ ଆତଜାତ ହେଇଥାନ୍ତେ? ନା ପଥର ଦେଉଳରୁ ଚମତ୍କାର ହୁଅନ୍ତା? ନା ଭକ୍ତ ମନରେ ବିଶ୍ୱାସ କମିଯାଆନ୍ତା? ଦର୍ଶକ ବନ୍ଧୁ, ବହୁତ ଗର୍ବିତ ଏଭଳି ଅନୁଭବ ପାଇଁ। କିଛି ଶିଖିଲି। ସେଇଠୁ ଘରକୁ ସିନା ଫେରିଲି, ତାପରେ ବାଟରେ ସାନ ମାଙ୍କ ଘରକୁ ଗଲି। ଆଜି ଶିବରାତ୍ରି, ସାନବାପା ସାନ ମା ଡାକିଛନ୍ତି। ତାଙ୍କର ଯେ ଗୁରୁଦେବ, ତାଙ୍କୁ ଆର ଶିବରାତ୍ରିରେ ଯେତେବେଳେ ପୂଜା ହେଇଥିଲା ଆଶ୍ରମରେ, ସେ ଗୋଟେ ଶିବଲିଙ୍ଗ ଉପହାର ଦେଇଥିଲେ ତାଙ୍କୁ। ଆଜି ବି ପର୍ଯ୍ୟନ୍ତ ତାଙ୍କ ଘରେ ସେଇ ଶିବଲିଙ୍ଗଟି ପୂଜା ପାଉଛନ୍ତି।
ଗୁରୁଙ୍କର ଆଶୀର୍ବାଦ ଯେହେତୁ ଶିବଲିଙ୍ଗକୁ ଘରେ ରଖି ସେ ପୂଜା କରୁଛନ୍ତି। ଆଜି ପୁଣି ମହାଶିବରାତ୍ରି, ତେଣୁ ବାବା ମା ଡାକିଛନ୍ତି, ମୁଁ ତାଙ୍କ ଘରକୁ ଗଲି। ଅନ୍ୟ ବନ୍ଧୁ ବାନ୍ଧବ ସବୁ ଭର୍ତ୍ତି, ଖାଇବା ପିଇବା ଜୋରଦାର ହେଲା। ସେଇଠୁ ଖଟ ଉପରେ ଜାଣିଛନ୍ତି ଜଏଣ୍ଟ ଫ୍ୟାମିଲିରେ ଯେଉଁମାନେ ଅଛନ୍ତି ସେମାନେ ସବୁ ଗୋଟେ ଖଟରେ 20 ଜଣ ଶୁଅନ୍ତି। କିଏ କାହା ପରେ ହାତ ଗୋଡ଼ ନଦିକି କେତେ ଗପ। ଯେହେତୁ ମୋ ସାନ ମାଙ୍କୁ ଘେରିକି ଆମେ ତାଙ୍କ ଛୁଆ ଜୁଇଁ ନାତି ସବୁ ଘେରିକି ବସିଛୁ, ଗୁଲି ଚାଲିଛି। କିନ୍ତୁ ସାନ ବାପା ସାନ ମା ନିଜ ସ୍ପିରିଚୁଆଲ ଯେହେତୁ ଆଉ ମହାରାଜଙ୍କର ଫଲୋଅର, ତେଣୁ ସେ ତାଙ୍କର ହଠାତ୍ କାହିଁ ଗୋଟେ କଥା ମନରେ ପଡ଼ିଲା, ଆଉ ସେ କହିବା ଆରମ୍ଭ କଲେ। କହିଲେ ଜାଣିଛ ନା ମାରେ, ଆର ବର୍ଷ ଯେତେବେଳେ ମହାରାଜ ଆସିଥିଲେ ତାଙ୍କୁ ଘେରିକି ସମସ୍ତେ ଘେରିକି ବସିଛନ୍ତି, ଆଉ ତାଙ୍କୁ ଜୁଆରେଇତେ ଲାଇନ୍ ପୁରା ଲମ୍ବା ଲାଇନ୍। କିନ୍ତୁ ମହାରାଜ ସେ ସମୟରେ ଖାଉଥିଲେ, ତାଙ୍କ ଖାଇବା ଟାଇମ୍ ହେଇଗଲା। ତାଙ୍କୁ ତାଙ୍କର ଯିଏ ପର୍ସନାଲ ତାଙ୍କ ସେବାୟତ ମାନେ ତାଙ୍କୁ ଖାଇବାକୁ ଆଣିକି ଦେଲେ। କିନ୍ତୁ ମୁଁ ଆଗରେ ଠିଆ ହେଇଛି ତାଙ୍କ ପାଖରେ, ତାଙ୍କୁ ବିଞ୍ଚିବା ପାଇଁ ମୋର ବହୁତ ଇଚ୍ଛା ହେଲା। ମୁଁ ସେଇଠୁ କହିଲି, ମା ଖାଇଲା ବେଳେ ତ ଗୋଟେ ଜଣେ ବିଞ୍ଚନ୍ତି, ମୁଁ ଯାଇକି କହିଲି ମୁଁ ଟିକେ ବିଞ୍ଚିଦେବି, ଆଉ ଗୁରୁ ସେବା ତ ଭାଗ୍ୟରେ ଥିଲେ ମିଳେ। ସେଠୁ ମହାରାଜ ମୋତେ ଅନେଇଲେ, ଅନେଇ କହିଲେ ହଁ, କାହିଁକି ମୋ ଗୁରୁର ଏତେ କୃପା, ଗୁରୁ କ'ଣ ଶିଷ୍ୟର ଉନ୍ନତି ପାଇଁ କ'ଣ କରନ୍ତି ସିଏ ଜାଣନ୍ତି। ସେଇଠୁ ମୋତେ ମିଳିଲା, ମୁଁ ବିଞ୍ଚିବା ଆରମ୍ଭ କଲି। ସେଇଠୁ ମହାରାଜ ଖାଇବା ଆରମ୍ଭ କଲେ। ମୁଁ ତାଙ୍କୁ ବହୁତ ଇଚ୍ଛା ହେଲା ଯେ କି ମହାରାଜ ଯାହା ଖାଉଛନ୍ତି ମୋତେ ଟିକେ ଦିଅନ୍ତେନି ନା। ମୁଁ ଶୁଣିଥିଲି ଯେ କି ଗୁରୁର ମାନେ ଅଇଁଠା ବି ଯଦି ତୁମକୁ ମିଳିଗଲା ନା, ତାହେଲେ ତୁମ ଜନ୍ମ ଜନ୍ମର ପାପ ମାନେ ସବୁ ଧୋଇ ହେଇଯିବ। ସେ ନିର୍ମାଲ୍ୟ ତୁଲ୍ୟ। କାହିଁକି ନା ଯିଏ ନିଜ ମୁଖରୁ ଅହର୍ନିଶି ବେଦଧ୍ୱନି କରୁଛି, ମନ୍ତ୍ର ପାଠ କରୁଛି, ନାମ ଜପ କରୁଛି, ଯାହାର ମୁଖର ବିନ୍ଦରେ କେବଳ ରାଧେ କୃଷ୍ଣ ରାଧେ କୃଷ୍ଣ, ତେଣୁ ସେ ମୁଖ ନୁହେଁ, ସେ ଗୋମୁଖ। ତେଣୁ ସିଏ ଯେଉଁ ଉଚ୍ଛିଷ୍ଟ, ସିଏ ବି ନିର୍ମାଲ୍ୟ ତୁଲ୍ୟ। ତାଙ୍କର ହାତର ସ୍ପର୍ଶ, ତାଙ୍କର ଆଶୀର୍ବାଦ ଯଦି ତମ ଶରୀର ଛୁଇଁଦେଲା, ରାମଚନ୍ଦ୍ର ଯେମିତି ଅହଲ୍ୟାକୁ ଉଦ୍ଧାର କରିଦେଇଥିଲେ, ସେଇଭଳି ଆମେ ବି ଉଦ୍ଧାର ହେଇଯିବା। ଏଭଳି ଥଟ୍ ମୋ ମନକୁ ଆସିଲା। କିନ୍ତୁ ମହାରାଜ ଖାଇ ଚାଲିଛନ୍ତି, ତାଙ୍କ ପାଖରେ ଅନ୍ୟମାନେ ତାଙ୍କ ସେବାୟତ ପାଣି ଦେଉଛନ୍ତି, କିଏ କ'ଣ ଖାଇବେ କ'ଣ କହୁଛନ୍ତି, ମୁଁ କିନ୍ତୁ ଶୁଣିପାରୁନି, କିନ୍ତୁ ତାଙ୍କ ସେବାରେ ଲାଗିଛନ୍ତି। ମୋର କିନ୍ତୁ ସେଇ ବିଞ୍ଚୁ ବିଞ୍ଚୁ ସେଇ ଥଟ୍ ଚାଲିଛି, ମହାରାଜ ମୋତେ ଟିକେ ଦିଅନ୍ତେ କି। ମହାରାଜ ଅନେଇଲେ ମୋତେ, ହାତ ଡାକିଲେ, ଶୁଣ ଶୁଣ। ମୁଁ ସେଠୁ ଗଲି, ମୋତେ ଠାରିଲେ, ହାତ ଦେଖା। ମୁଁ ହାତ ଦେଖିଲି, ସେ ସେଇଠୁ ମିଠା ଗୋଟେ ମୋତେ ଦେଲେ, ଠାରିଲେ ଖା। ସେଇଠୁ ମୁଁ ତାକୁ କ'ଣ କଲି ଜାଣିଛନ୍ତି ନା, ଆମେ ତ ହିନ୍ଦୁ ନାରୀ ନା, ଯଦି ମୋର ଉଦ୍ଧାର ହେଲା, ମୁଁ ଜାଣିଛି ମହାରାଜଙ୍କର ପ୍ରସାଦ ମିଳିଛି ମାନେ ମୋର ଉଦ୍ଧାର ହେବ। ମୋର ଉଦ୍ଧାର ହେବା ମାନେ ମୋ ସ୍ୱାମୀର ବି ଉଦ୍ଧାର ହଉ, ମୋ ପୁଅର ଉଦ୍ଧାର ହଉ, ମୋ ବଂଶର ଉଦ୍ଧାର ହଉ, ମୋ ବାପାର ଉଦ୍ଧାର ହଉ, ମାଆର ହଉ, ସମସ୍ତଙ୍କର ଉଦ୍ଧାର ହେଇଯାଉ। କିନ୍ତୁ ସ୍ୱାମୀ ସ୍ତ୍ରୀ 2 ଜଣ ତ ଯାଇଛୁ ସେଠିକି, ମିଠାକୁ ନେଇକି ତ ମୋ ଘରକୁ ଆସିପାରିବିନି। ତେଣୁ ମୁଁ ପ୍ରଥମେ ଭାବିଲି, ମୁଁ ତ ଯଦି ଉଦ୍ଧାର ପାଇବି ତାହେଲେ
ତ ବାବାଙ୍କର ବି ଉଦ୍ଧାର ହଉ। ସିଏ ବହୁତ ପଛରେ ଠିଆ ହେଇଛନ୍ତି, ସିଏ ପାଇପାରିବେନି। ତେଣୁ ମୁଁ ମିଠାକୁ 2 ଖଣ୍ଡ କରିକି ଗୋଟେ ଫାଳେ ମୁଁ ଖାଇଲି, ଆଉ ଫାଳେ ତ ବାବା ପାଇଁ ଧରିକି ରଖିଲେ। ସେଇଠୁ ମହାରାଜ ମୋତେ କ'ଣ ଲକ୍ଷ୍ୟ କରୁଛନ୍ତି ମୁଁ କ'ଣ କରୁଛି। ସେଇଠୁ ମୋତେ ପୁଣି ଡାକିଲେ, ଶୁଣ ସେଟାକୁ ଖାଇଦେ। ତେଣୁ ମୁଁ କହିଲି, ହସିଲି, ମୁଁ କହିଲି ମହାରାଜ ମୁଁ ନା ତାଙ୍କ ପାଇଁ ଠାରିକି କହିଲି, ମୁଁ ତାଙ୍କ ପାଇଁ ନେଇକି ଯାଉଛି। ସେଇଠୁ ମହାରାଜ କହିଲେ, କେହି କାହାର ଭାଗ୍ୟରୁ ଅଧା ନିଅନ୍ତିନି। ତୋ ଭାଗ୍ୟରେ ଯାହା ପ୍ରାପ୍ତ ହେଲା ସେଟା ତୋର। ତୋ ପୁରୁଷାର୍ଥ, ତୋ ଭକ୍ତି, ତୋର ଗୁରୁ ଭକ୍ତି, ତୋ ଭାଗ୍ୟରେ ପ୍ରଭୁ ପ୍ରତି କୃପା, ପ୍ରଭୁର କୃପା ତୋ ଉପରେ ବର୍ଷିଲା, ଗୁରୁ କୃପା ତୋ ଉପରେ ବର୍ଷିଲା, ସେଟା ତୋର ନା କି ତାର। ତମେ ସ୍ୱାମୀ ସ୍ତ୍ରୀ ହେଇକି ଏ ସଂସାରକୁ ଆସିଛ, କିନ୍ତୁ ପ୍ରାରବ୍ଧ ସମସ୍ତଙ୍କର ଅଲଗା। ଗୋଟେ କର୍ମକୁ 2 ଜଣ କରୁଛ ଅବଶ୍ୟ, କିନ୍ତୁ କାହାର କିଭଳି ଭାବରେ ସେ କର୍ମ କରିଛ, ସେ ଭାବର ଅନୁସାରେ ତୁମକୁ ପ୍ରାପ୍ତ। ଭାବ ବିନୋଦିଆ ଠାକୁର ଭକ୍ତ ବତ୍ସଳ ହରି, ଭକ୍ତଙ୍କ ପାଇଁ କଳେବର 10 ମୂରତି ଧରି। ତେଣୁ ତୋର ବର୍ତ୍ତମାନ ମୋ ପ୍ରତି ଯୋଉ ଭାବ ଉତ୍ପନ୍ନ ହେଲା, ଯୋଉ ଅନୁରୋଧ ମୋ ପ୍ରତି ତୁ ପଠେଇଲୁ, ସେଟା କ'ଣ ସିଏ କରିଛି ନା? ତେଣୁ ତୋ ପ୍ରାପ୍ତିକୁ ତୁ ମିଠା ଖଣ୍ଡେକ 2 ଖଣ୍ଡ କରିକି ସିନା ତାକୁ ଦେଇଦେବୁ, କିନ୍ତୁ ମୋ ଅନ୍ତରରୁ ଯୋଉ ଆଶୀର୍ବାଦ ତୋତେ ମିଳିଛି, ମିଠା ମିଳିନି ନୁହେଁ, ଆଶୀର୍ବାଦ ମିଳିଲା, ସେଟା କ'ଣ ତାକୁ ମିଳିଯିବ ନା? ତା ପୁରୁଷାର୍ଥ ତାର, ତା ଭକ୍ତି ତାର, ତା ଭାଗ୍ୟ ତାର, ତୋ ଭାଗ୍ୟ ତୋର। ଅବଶ୍ୟ ଯଦି ସଧର୍ମୀ ଅର୍ଦ୍ଧାଙ୍ଗୀ ତୁମେ, ତାକୁ ଭଲ ରାସ୍ତା ଦେଖେଇ ପାରିବ। ମୁଁ ଏମିତି କରିଲି ବୋଲି ମୋତେ ଏହା ମିଳିଲା, ମୁଁ ଏମିତି ଭାବିଲି ବୋଲି ମୋତେ ଏହା ମିଳିଲା, ତମେ ସେଭଳି ଭାବ, ଏମିତି କହିପାରିବ। ତା ନୁହେଁ ଯେ ଏଇ ମିଠାଟାକୁ ତାକୁ ଦେଇଦେଲେ ତା ଭାଗ୍ୟ ବି ବଦଳିଯିବ। ବୁଝୁଛୁ? ତେଣୁ ସମସ୍ତଙ୍କ ମନକୁ ନା ଏକା ଡିରେକ୍ସନରେ ନେଇ ହୁଏନି। ଏକା ସମୟରେ ସମସ୍ତେ ଗୋଟେ ହିଁ ଥଟରେ ବଞ୍ଚନ୍ତିନି। ତେଣୁ ପ୍ରହ୍ଲାଦ ବି ହିରଣ୍ୟକଶ୍ୟପଠୁ ଜନ୍ମ ହେଇଛି ନା କ'ଣ? ନା, ହଁ ମହାରାଜ। ତେଣୁ ଖା, ଏଇଟା ତୋର ଭାଗ୍ୟ, ତୋତେ ମିଳିଛି, ତୁ ଖା। ତାର ସେ ବେଳ ଆସିଲେ ତାକୁ ମିଳିବ। ତାକୁ କହ ସେଭଳି ଭକ୍ତିର ସୀମା ଉପରକୁ ଉଠୁ, ଗୁରୁ ଭକ୍ତି, କୃଷ୍ଣ ଭକ୍ତି, ରାଧାରାନୀ ଭକ୍ତି ସେମିତି କରୁନା, ତାକୁ ମିଳିବ। ସମଝା? ତେଣୁ ପୂର୍ଣ୍ଣିମା କହିଲେ, ଦେଖ ଆମେ ସମସ୍ତେ ଗୋଟେ ପରିବାରରେ ହସ ଖୁସି ହଉଛନ୍ତି, କିନ୍ତୁ ପ୍ରାପ୍ତି ସମସ୍ତଙ୍କର ଅଲଗା। କାହାକୁ ଏଇ ଜନ୍ମରେ ଗୁରୁ ମିଳିଯିବ, କୃଷ୍ଣ ମିଳିଯିବ, ରାଧାରାନୀ ମିଳିଯିବ, କାହାକୁ ବି ବହୁତ ଜନ୍ମରେ ଲାଗିବ। କିନ୍ତୁ ଭକ୍ତିର ମଞ୍ଜି ପୋତି ଚାଲ, ପତା ନେଇ ଭଗବାନ କୋଉ ରୂପରେ ମିଳିଯାଇପାରେ। ତେଣୁ ଦର୍ଶକ ବନ୍ଧୁ, ଅନେକ ଅନ୍ୱେଷଣ ଭିତରେ ଗୋଟେ ଅନ୍ୱେଷଣ ଯେ ଆମେ ପ୍ରଭୁଙ୍କୁ ପାଇବା କୋଉଠି। ପ୍ରଭୁଙ୍କୁ ପାଇବାର ବିଭିନ୍ନ ମାର୍ଗ।
କିନ୍ତୁ ଆମେ ଗୃହସ୍ଥୀ ଘର ସଂସାର ଭିତରେ ରହିଛନ୍ତି। କିନ୍ତୁ ଆମକୁ ଯେଉଁ ପୂର୍ବପୁରୁଷ ଯେଉଁ ମାର୍ଗ ଦେଖେଇଛନ୍ତି ଯେ କି ଏଇ ରାସ୍ତାରେ ଚାଲ, ସେଇ ରାସ୍ତାରେ ଚାଲ, ସେଇ ରାସ୍ତାରେ ଚାଲ, ସେ କ'ଣ ତାଙ୍କର ଏମିତି ଅନୁଭବରୁ ହିଁ କହିଛନ୍ତି ନା। ସେ ମାଉସୀ କହିଲା ଯେ କି ଋଣୀ ହେମି କାହିଁକି, ଆଜି ମା କହିଲେ ଯେ କି ପ୍ରଭୁଙ୍କୁ ପ୍ରାପ୍ତି କେମିତି କରିପାରିବ। ତେଣୁ ଦର୍ଶକ ବନ୍ଧୁ, ଏଇ ଛୋଟ ଛୋଟ ଅନୁଭୂତି ଆମ ମନରେ ଶକ୍ତି ଦିଏ, ଭକ୍ତି ଦିଏ, ଆଦର୍ଶବାନ ହେବା ପାଇଁ ମାର୍ଗ ଦେଖାଏ। ଆଉ ଆପଣ ବି ଜାଣନ୍ତି ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ। ତେଣୁ ସେ ପ୍ରଭୁ, ସେ ବନ୍ଧୁକୁ ପ୍ରାପ୍ତି କରିବା ପାଇଁ ଆପଣ ବି ଖୋଜୁଛନ୍ତି, ମୁଁ ବି ଖୋଜୁଛି। ତେଣୁ ମୋର ଏଇ ଅନୁଭବଟିକୁ ଯଦି ଆପଣଙ୍କୁ ଭଲ ଲାଗିଲା, ତାପରେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରତେ ଭୁଲିବେନି। ରହିଲି, ଜୟ ଜଗନ୍ନାଥ।